ଦେଖନ୍ତୁ ଆଜି ରାମଚନ୍ଦ୍ର ମର୍ଦ୍ଦରାଜଙ୍କର 126ତମ ଜନ୍ମ ଜୟନ୍ତୀ ଅବସରରେ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ଆକୁ ଭବ୍ୟ ଦିବ୍ୟ ଭାବରେ ଆୟୋଜନ କରିଥିଲେ। ଏଥିରେ ଆମର ରାମଚନ୍ଦ୍ର ମର୍ଦ୍ଦରାଜଙ୍କର ବିଷୟରେ ଏଠି ଅନେକ ଆଲୋଚନା ହୋଇଛି। ଯେଉଁଭଳି ଭାବରେ ରାମଚନ୍ଦ୍ର ମର୍ଦ୍ଦରାଜ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନଠୁ ଆରମ୍ଭ କରି ଅନେକ ଯୁଗାନ୍ତକାରୀ କାର୍ଯ୍ୟ କରି ତାଙ୍କୁ ଆଜି ଆମ ଆଗରେ ସେ ଅମର ହୋଇ ଯାଇଛନ୍ତି। ସେହି ବିଷୟରେ ବିଭିନ୍ନ ଅତିଥିମାନେ ଆଲୋଚନା କରିଛନ୍ତି। ତାଙ୍କର ଯେଉଁ ଅବଦାନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କଥା କୁହନ୍ତୁ ବା ଭାରତ ସ୍ୱାଧୀନତା ପାଇଁ ସେମାନେ ଯେଉଁ ଲଢ଼େଇ କରିଥିଲେ, ଯେମିତି ଆପଣଙ୍କର କୃଷ୍ଣଚନ୍ଦ୍ର ଗଜପତି, ଆମର ରାମଚନ୍ଦ୍ର ମର୍ଦ୍ଦରାଜ, ଉତ୍କଳମଣି ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ଅନେକ ଯେଉଁମାନେ ମହାପୁରୁଷ, ସେହି ଭିତରୁ ଏ ଜଣେ ଅନ୍ୟତମ। ଆମର ଖଲିକୋଟ ଯେଉଁ ପ୍ୟାଲେସ୍ରେ ସେ ରାଜ ପରିବାର ରହି ମଧ୍ୟ ସବୁ ସୁଖ ସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରି ଦେଶ ମାତୃକାର ସେବା କରିବା ପାଇଁ ସେ ମନ ବଳେଇଥିଲେ ଏବଂ ଦେଶ ମାତୃକା ପାଇଁ ସେତେବେଳେ ଉତ୍କଳ ପ୍ରଦେଶ ଯେମିତି ଖଣ୍ଡ ବିଖଣ୍ଡିତ ହୋଇଥିଲା, ଉତ୍କଳ ଜନନୀକୁ ଏକାଠି କରି ସମସ୍ତ ଖଣ୍ଡ ବିଖଣ୍ଡକୁ ଯେ କେମିତି ଉତ୍କଳ ପ୍ରଦେଶ ଏକ ସ୍ୱତନ୍ତ୍ର ଭାଷା ଭିତ୍ତିକ ଉତ୍କଳ ପ୍ରଦେଶ ଗଠନ ହେବ, ସେହି ଦିଗରେ ସେମାନେ ଗୋଟିଏ ଯେଉଁ ତାଙ୍କର ବରିଷ୍ଠ ଯୁକ୍ତି ଦ୍ୱାରା ଇଂରେଜମାନଙ୍କ ପାଖରେ ତଥ୍ୟ ରଖି ଏବଂ ତାହା ପାଇଁ ଯେଉଁ ବାଙ୍କୁଏଟ୍ ଗୋଟେ ସମ୍ମିଳନୀ ହୋଇଥିଲା, ସେଥିରେ ତଥ୍ୟ ରଖିଥିଲେ ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ପଥ ପରିଷ୍କାର କରିଥିଲେ। ଏବଂ ସେ ମୋଗଲ ମାନଙ୍କ ସହିତ ମଧ୍ୟ ଲଢ଼େଇ କରିଥିଲେ। ସବୁଠୁ ବଡ଼ କଥା ହେଲା ଆମ ଜଗନ୍ନାଥ ମନ୍ଦିର ସଂସ୍କୃତି ପରମ୍ପରାକୁ ସେ ରହିବା ପାଇଁ ନିଜର ସ୍ୱର ଶାନିତ କରିଥିଲେ ଏବଂ ସେଥିରେ ମଧ୍ୟ ସେ ଲଢ଼େଇ କରିଥିଲେ। ନିଶ୍ଚିତ ଭାବରେ କଳା, ସାହିତ୍ୟ, ସଂସ୍କୃତି, ଆମ ପରମ୍ପରା, ଆମ ଧର୍ମ ସବୁକୁ ସେ ଜାଗ୍ରତ କରେଇଥିଲେ, ତାର ସୁରକ୍ଷାର ମଧ୍ୟ ଦାୟିତ୍ୱ ନେଇଥିଲେ ଏବଂ ତାଙ୍କର ସମସ୍ତ ଜୀବନ ଯେତିକି ଦିନ ସେ ବଞ୍ଚିଥିଲେ ଏହି ସମାଜ ପାଇଁ, ଏ ଦେଶ ପାଇଁ, ଏ ମାଟି ପାଇଁ, ଏ ଜାତି ପାଇଁ ଉତ୍ସର୍ଗ ଥିଲା। ତେଣୁ ତାଙ୍କ ବିଷୟରେ ଆମର ପିଢ଼ିମାନେ, ଉତ୍ତରାଧିକାରୀମାନେ ମଧ୍ୟ ଇତିହାସକୁ ଅଧ୍ୟୟନ କରିବା ଦରକାର। ଯେଉଁମାନେ ଏ ଦେଶ ମାଟି ପାଇଁ ଯେଉଁ ବୀର ପୁରୁଷମାନେ ବଳିଦାନ ଦେଇଛନ୍ତି ତାଙ୍କୁ ଆମେ ଚିରସ୍ମରଣୀୟ ରଖିବା ଦରକାର, ଯାହାଫଳରେ କି ସେମାନଙ୍କଠୁ ଆମକୁ ପ୍ରେରଣା ମିଳେ ଏବଂ ସାହସ ମିଳେ, ଶକ୍ତି ମିଳେ ଏବଂ ଆମକୁ ଆଗକୁ ଭବିଷ୍ୟତ ଗଠନ ପାଇଁ ଯେଉଁ ବିକଶିତ ଓଡ଼ିଶା, ସମୃଦ୍ଧ ଭାରତ ଗଠନ ପାଇଁ ନିଶ୍ଚିତ ଭାବରେ ଏମାନେ ଆମକୁ ପ୍ରେରଣାଦାୟୀ ହେବେ ଏବଂ ଆମର ଏଇ ଯେଉଁ ସ୍ୱପ୍ନ ରହିଛି ସାକାର ହେବ। ରାଜା ରାଜବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେବଙ୍କର 126ତମ ଜନ୍ମ ଜୟନ୍ତୀ, ଏହି ଅବସରରେ ଓଡ଼ିଶା ସରକାର ଆଜି ସ୍ୱୀକୃତି ଦେଇ ପାଳନ କରିଛି ଜୟଦେବ ଭବନଠାରେ ଏବଂ ବିଶିଷ୍ଟ ଅତିଥିମାନେ ଆସି ଆଜି ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେବଙ୍କ ଗୁଣଗାନ କରିଛନ୍ତି। ସେ କର୍ତ୍ତବ୍ୟପରାୟଣ ରାଜା ଥିଲେ, ପ୍ରଜାବତ୍ସଳ ରାଜା ଥିଲେ। ତା ସହିତ ଖଲିକୋଟ ଅଞ୍ଚଳ, ଖଲିକୋଟ ଗଡ଼ଜାତ ତଥା ଗଞ୍ଜାମର ଉନ୍ନତି ଏବଂ ଓଡ଼ିଶାର ଉନ୍ନତି ସର୍ବୋପରି ସେ ତାଙ୍କ ଜୀବନ ସାରା ସେ ଲାଗି ପଡ଼ିଥିଲେ। ମାତ୍ର 63 ବର୍ଷରେ ସେ ଇହଧାମ ତ୍ୟାଗ କରିଥିଲେ। କିନ୍ତୁ ତାଙ୍କର ଯେଉଁ କୀର୍ତ୍ତି, ଯାହା ଯାହା କରିଛନ୍ତି, ସିଏ ଗଞ୍ଜାମ କହନ୍ତୁ, ଖଲିକୋଟ କହନ୍ତୁ ଏବଂ ଓଡ଼ିଶା କହନ୍ତୁ, ଆଜି ବି ଲୋକ ତାଙ୍କୁ ଜୀବିତ ରଖିଛନ୍ତି ଏବଂ ତାଙ୍କର ଗୁଣଗାନ କରୁଛନ୍ତି। ଆପଣମାନେ ଜାଣିଥିବେ ସିଏ ଦୁଇଟା ଗୋଲ ଟେବୁଲ ବୈଠକରେ ଯୋଗ ଦେଇଥିଲେ। ଆପଣଙ୍କର ଲଣ୍ଡନରେ 1932 ମସିହା ସେକେଣ୍ଡ ଗୋଲ୍ଡ ଟେବୁଲ ବୈଠକ ଏବଂ 33 ମସିହାରେ ସେ ଯାଇ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟିରେ ଖଣ୍ଡବିଖଣ୍ଡିତ ଉତ୍କଳକୁ କେମିତି ଏକତ୍ରୀକରଣ କରାଯିବ ଏବଂ ସ୍ୱତନ୍ତ୍ରତା ପାଇବ ଉତ୍କଳ, ସେଇଥିପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ଯାରି ଫଳରେ କି 3 ବର୍ଷ ପରେ ଆମକୁ ଉତ୍କଳ ପ୍ରଦେଶ ମାନ୍ୟତା ମିଳିଲା ଏବଂ ଯାହା ଆଜି ଓଡ଼ିଶା କହୁଛନ୍ତି। ସାର୍, ପଲ୍ୟୁସନକୁ ନେଇ ବର୍ତ୍ତମାନ ପାଇଁ ଚିନ୍ତାରେ ପଲ୍ୟୁସନ ଗୋଟେ ବଡ଼ ସମସ୍ୟା ପାଲଟିଛି ଏବଂ ଅବଧି ଅପ୍ରିଲ ମାସ ପର୍ଯ୍ୟନ୍ତ ସାର୍ କରିଛନ୍ତି। ସାର୍, ବାସ୍ତବିକ ଲାଗୁଛି ସାର୍ ଏ ପଲ୍ୟୁସନକୁ ଆମେ ଯଦି ରୋକିପାରିବା, ଅନେକ ପଲ୍ୟୁସନ ହେଉଛି, କେଉଁଠି କଳକାରଖାନା ପଲ୍ୟୁସନ ହେଉଛି, ଖାଲି ଗାଡ଼ି ପଲ୍ୟୁସନ ରୋକିଲେ କ'ଣ ସବୁ ସମସ୍ୟାର ସମାଧାନ ହେଇଯିବ? ବାଲି ଚୋରି ଅଧିକ, ଯେଉଁଠିକି ବାଲି ଚୋରିର ଦୁର୍ଘଟଣା ଆଜି ଥିଲା
ରାଜବାହାଦୁର ସ୍ୱର୍ଗତ ରାମଚନ୍ଦ୍ର ମଦରାଜଙ୍କ 126ତମ ଜନ୍ମ ଜୟନ୍ତୀ ସେଇ ଭିତରେ এই প্রসঙ্গটা আসবা ঠিক নাই। ସାର୍ ଆଉ ଗୋଟେ କଥା ଯେଉଁ ଆପଣ ତ ବିଧାନସଭା ଯେଉଁ ବର୍ତ୍ତମାନ ନୂଆ କନଷ୍ଟ୍ରକ୍ସନ୍ ହେବ ନୂଆ ବିଲ୍ଡିଂ ତିଆରି ହେବ କ'ଣ ଆପଣ ତ ପୂର୍ବରୁ ବି ରହି ଆସିଛନ୍ତି ବିଧାନସଭା ଦେଖି ଆସୁଛନ୍ତି କ'ଣ ଏତେ ଦୁର୍ବଳ ହେଇଯାଇଛି ବିଧାନସଭା ଗୃହ ଯେଉଁଥିପାଇଁ କି ଭଙ୍ଗା ହେଇକି ନାଇଁ ଦୁର୍ବଳ ନୁହଁ ଆପଣ ଆମେ ବୁଝୁଛେ ବୁଝିବାଟା ବୋଧେ ଭୁଲ ହେଉଛି କେଉଁଠି ନା କେଉଁଠି ଦୁର୍ବଳ ନୁହଁ ଆପଣ ଦେଖିବେ ଏଇ ବର୍ତ୍ତମାନ ଯେଉଁ ଡିଲିମିଟେସନ୍ କମିଟି ବସିଛି ଆମର 147 ପରିବର୍ତ୍ତେ ହୁଏତ 197 ମେମ୍ବର ହେଇପାରନ୍ତି ଅତଏବ ସେମାନଙ୍କୁ ଏକୋମୋଡେଟ୍ କରିବା ପାଇଁ ବର୍ତ୍ତମାନ ସରକାର ଚିନ୍ତା କରିଛନ୍ତି ଆଗାମୀ 70 ବର୍ଷରୁ 100 ବର୍ଷକୁ ଆଖି ଆଗେ ରଖି ବର୍ତ୍ତମାନ ହେବାକୁ ଯାଉଛି ଲାଗୁଛି ଏଇଟା ଗୋଟେ ଭଲ ଇନିସିଏଟିଭ୍ ନିଆଯାଇଛି ନିଶ୍ଚିତ ଭାବେ ଭଲ ଜିନିଷ ଆପଣଙ୍କର ଶୁଣନ୍ତୁ ଆମକୁ ତ ଆଗକୁ ବଢ଼ିବାକୁ ପଡ଼ିବ ନା ଆମେ ଯେତିକି ଅଛି ସେତିକି ହେବେ କି ଆମର ଜନସଂଖ୍ୟା ଥିଲା ଧରନ୍ତୁ ଆମ ପରିବାର ସଂଖ୍ୟା ଥିଲା 5 କାଲି ତ ପୁଣି 10 ହେଉଛନ୍ତି ତାପର ଦିନ 20 ହେଉଛନ୍ତି ତାକୁ କେମିତି ରଖିବେ ଆପଣଙ୍କୁ ଘର କରିବାକୁ ଦରକାର ହଁ କି ନାହିଁ ନିଶ୍ଚିତ ଭାବେ ତ ବିଲ୍ଡିଂ ତିଆରି ହେବା ଦରକାର ନା ନାହିଁ ତାର ରୁମ୍ କୋଠରୀ ସଂଖ୍ୟା ବଢ଼ିଗଲେ ହେଇଯିବ ଆପଣ ଶୁଣନ୍ତୁ ଯାହା ଇନଫ୍ରାଷ୍ଟ୍ରକ୍ଚର ଅଛି ସିଏ 67 ବର୍ଷ ତଳର ଇନଫ୍ରାଷ୍ଟ୍ରକ୍ଚର ତାକୁ ସରକାର ଚିନ୍ତା କରୁଛନ୍ତି ଭଲ ଇନଫ୍ରାଷ୍ଟ୍ରକ୍ଚର କରି ଯେମିତି ଆଗଭାଗ 200 ଲୋକ ଏକୋମୋଡେଟ୍ 300 ଲୋକ ଏକୋମୋଡେଟ୍ ହେଇପାରିବେ 300 MLA ଏକୋମୋଡେଟ୍ ହେଇପାରିବେ ଫେଜ୍ ୱାଇଜ୍ ସେଥିପାଇଁ ସରକାର ଚିନ୍ତା କରିକି କରୁଛନ୍ତି କିନ୍ତୁ ଗୋଟେ କଥା ଦେଖିଲେ ଯେ ବର୍ତ୍ତମାନ ଏଇ ଯେଉଁ ଭଳି ଭାବରେ କାହିଁକିନା ପୁରୁଣା ବିଧାନସୌଧ ଅଛି ତାକୁ ବି ମ୍ୟୁଜିୟମ୍ କରିଦିଆଗଲା ତାକୁ ନିର୍ମାଣ ତାକୁ ନିଶ୍ଚୟ କିଛି ନା କିଛି ହେବ କରିକି ବିଲ୍ଡିଂ ତିଆରି କରିବ ହଁ ଶୁଣନ୍ତୁ ଆପଣଙ୍କର ଇଏ କଥା ହେଲା କେତେ ଜମି ଏମାନଙ୍କୁ ଦରକାର ସରକାରଙ୍କର ଯେଉଁଠି ଜମି ଥିବ ସେଇଠି ହିଁ କରିବେ ଧରନ୍ତୁ କେଉଁଠି ଯଦି ଜମି ନଥିବ ବାଧ୍ୟ ହେଇକରି ଦେର୍ ଇଜ୍ ନୋ ଅଲ୍ଟରନେଟିଭ୍ ଦେନ୍ ଟୁ ଡିଷ୍ଟ୍ରକ୍ଟ ଆଣ୍ଡ ହ୍ୟାଭ୍ ଏ ନ୍ୟୁ କନଷ୍ଟ୍ରକ୍ସନ୍ ସେଇଟାକୁ ଆମେ ଆଉ ଇଏ କରିପାରିବା କିନ୍ତୁ ଯେତିକି ବଜେଟ୍ ରଖାଯାଇଛି ବିଧାୟକମାନଙ୍କ କ୍ୱାର୍ଟର ପିଛା ଯେହେତୁ 90 ଲକ୍ଷ ଟଙ୍କା ଏ ବର୍ଷ ଖର୍ଚ୍ଚ ହେଇଛି ତେଣୁ ସେମିତି ଏଇ ଯେଉଁ ବଜେଟ୍ ରଖାଯାଇଛି ଏ ବଜେଟ୍ରେ କେବେ ବିଧାନସୌଧ ତିଆରି ହେଇପାରିବନି କାରଣ ପୂର୍ବରୁ ରାଜୀବ ଭବନ ମଧ୍ୟ ତାର ବଢ଼ିଥିଲା ବଜେଟ୍ ୟାର ବି ବଜେଟ୍ ବଢ଼ିବ ଆପଣ ଶୁଣନ୍ତୁ ଯେତେବେଳେ ସେମାନେ ପ୍ରଥମେ ବଜେଟ୍ କରୁଛନ୍ତି ସେ କିଛି ସମୟକୁ ଆଖି ଆଗରେ ରଖି କରୁଛନ୍ତି ସେଇ ସମୟ ଭିତରେ ଯଦି ନ ଆସିଲା ଯଦି ଏକ୍ସେସ୍ ସମୟ ଯଦି ଲାଗିଲା ଏକର୍ଡିଂଲି ଆପଣଙ୍କର ବଜେଟ୍ ବଢ଼ିବ ସେଥିରେ କିଛି ଇଏ ନୋ ଲୋକଙ୍କ ପଇସା ପାଣିରେ ପଡ଼ୁନି ତାହେଲେ ଗୋଟେ କାମ କରୁନାହାନ୍ତି ବିଧାନସଭାକୁ ଉଠେଇ ଦିଅନ୍ତୁ MLA MP ରହନ୍ତୁ ଲେଜିସ୍ଲେସନ୍ ନ ରହୁ ନିୟମ କାନୁନ ଉଠିଯାଉ ଦେଖିବେ ଆପଣ ରହିପାରିବେ ଆପଣ ପରା ଚତୁର୍ସ୍ତମ୍ଭ ଆଇନ କାନୁନକୁ ଘଟାଇ ଦିଅନ୍ତୁ ଲେଜିସ୍ଲେଟର ରହିବେନି ଅଫିସର କିଏ ରହିବେନି ଆପଣ କରନ୍ତୁ ତ କରିପାରିବେ ମୁଁ ପଚାରୁଛି ଆପଣଙ୍କୁ କରିପାରିବେ କି that is but required it is essential okay Thank you.